ହୋଶେୟ ଅଧ୍ୟାୟ 6। ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରିଯାଉ, କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ। ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ। 2 ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଞ୍ଜୀବିତ କରିବେ। 3ୟ ଦିନରେ ସେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ। ପୁଣି ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାହାଙ୍କ ପଶ୍ଚାଦ୍ଗମନ କରୁ। ତାହାଙ୍କର ଉଦୟ ଅରୁଣୋଦୟର ତୁଲ୍ୟ ନିଶ୍ଚିତ। ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟିତୁଲ୍ୟ, ଭୂମିସେଚନକାରୀ ଶେଷ ବୃଷ୍ଟିତୁଲ୍ୟ ଆସିବେ। ହେ ଇଫ୍ରାଇମ୍, ଆମ୍ଭେ ତୁମ୍ଭ ପ୍ରତି କଣ କରିବା? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଣ କରିବା? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃକାଳୀନ ମେଘତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ। ଏଥିପାଇଁ ଆମ୍ଭେ ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଛେଦନ କରିଅଛୁ। ଆମ୍ଭେ ଆପଣା ମୁଖ ନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ ଓ ତୁମ୍ଭର ଦଣ୍ଡାଜ୍ଞା ସକଳ ନିର୍ଗତ ହେବା ଦୀପ୍ତିତୁଲ୍ୟ ଅଟେ। କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାସନା କରୁ। ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି। ସେ ସ୍ଥାନରେ ସେମାନେ ଆମ୍ଭ ପ୍ରତିକୂଳରେ ବିଶ୍ୱାସଘାତକତା କରିଅଛନ୍ତି। ଗିଲିୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି। ପୁଣି ଡକାଇତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି, ସେପରି ଯାଜକ ଦଳ ସିକିମ୍ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି। ହଁ, ସେମାନେ ଭ୍ରଷ୍ଟାଚାର କରିଅଛନ୍ତି। ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ। ସେ ସ୍ଥାନରେ ଇଫ୍ରାଇମ୍ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ। ଇସ୍ରାଏଲ ଅଶୁଚି ହୋଇଅଛି। ଆହୁରି ହେ ଯିହୁଦା, ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିବା, ସେତେବେଳେ ତୁମ୍ଭ ପାଇଁ ଦଣ୍ଡରୂପ ଶସ୍ୟଛେଦନ ସମୟ ନିରୂପିତ ଅଛି। ହୋଶେୟ ଅଧ୍ୟାୟ 7। ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ସେତେବେଳେ ଇଫ୍ରାଇମ୍ର ଅଧର୍ମ ଓ ସମରିୟାର ଦୁଷ୍ଟତା ପ୍ରକାଶିତ ହୁଅଇ। କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାୟତ ଦଳ ବାହାରେ ଲୁଟ୍ କରନ୍ତି। ପୁଣି ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ। ଏବେ ସେମାନଙ୍କର ନିଜ କାର୍ଯ୍ୟ ସବୁ ସେମାନଙ୍କୁ ବେଷ୍ଟନ କରିଅଛି। ସେ ସବୁ ଆମ୍ଭ ସମ୍ମୁଖରେ ଅଛି। ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ ଓ ଆପଣାମାନଙ୍କର ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରାନ୍ତି। ସେ ସମସ୍ତେ ପାରଦାରିକ। ସେମାନେ ରୁଟି ପ୍ରସ୍ତୁତକାରୀ ଦ୍ୱାରା ଉତ୍ତପ୍ତ ତୁନ୍ଦୁର ସ୍ୱରୂପ। ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନି ଉସ୍କାଇବାରୁ ନିବୃତ୍ତ ହୁଏ। ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ। ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା, କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁରୁ ପରି କରିଅଛନ୍ତି। ସେମାନଙ୍କର ରୁଟି ପ୍ରସ୍ତୁତକାରୀ ରାତ୍ରିଯାକ ନିଦ୍ରିତ ହୁଏ, ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳୋଇ। ସେ ସମସ୍ତେ ତୁନ୍ଦୁର ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି। ସେମାନଙ୍କର ସବୁ ରାଜାମାନେ ପତିତ ହୋଇଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଇଫ୍ରାଇମ୍ ଗୋଷ୍ଠୀଗଣ ମଧ୍ୟରେ ଆପେ ମିଶ୍ରିତ ହୁଅଇ। ଇଫ୍ରାଇମ୍ ଲେଉଟା ନୋହିବା ପିଷ୍ଟକ ତୁଲ୍ୟ।
ବିଦେଶୀୟମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ। ହଁ, ତାହାର ମସ୍ତକରେ ଏଠାରେ ସେଠାରେ ପକ୍ୱ କେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ। ପୁଣି ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ, ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ନାହାନ୍ତି। କିଏବା ଏସବୁ ଘଟିଲେ ହେଁ ସେମାନେ ତାହାଙ୍କର ଅନ୍ୱେଷଣ କରିନାହାନ୍ତି। ପୁଣି ଇଫ୍ରାଇମ୍ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ। ସେମାନେ ମିଶରକୁ ନିବେଦନ କରନ୍ତି, ସେମାନେ ଅସୁରକୁ ଯାଆନ୍ତି। ଯେତେବେଳେ ସେମାନେ ଯିବେ, ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା। ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା। ସେମାନଙ୍କର ସମାଜ ଯେପରି ଶୁଣିଅଛନ୍ତି, ସେପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନେ ସନ୍ତାପର ପାତ୍ର, କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି। ସେମାନଙ୍କର ସର୍ବନାଶ ଘଟିବ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି। ପୁଣି ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରିନାହାନ୍ତି, ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି। ସେମାନେ ଶସ୍ୟ ଓ ଦ୍ରାକ୍ଷାରସର ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି। ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି। ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି। ସେମାନେ ଫେରି ଆସନ୍ତି ପ୍ରମାଣ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ, ସେମାନେ ପ୍ରବଞ୍ଚକ ଧନୁତୁଲ୍ୟ। ସେମାନଙ୍କର ଅଧିପତିମାନେ ଆପଣା ଆପଣା ଜିହ୍ବାର ପ୍ରଚଣ୍ଡତା ହେତୁରୁ ଖଡ୍ଗ ଦ୍ୱାରା ପତିତ ହେବେ। ଏହା ମିଶର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। ହୋଶେୟ ଅଧ୍ୟାୟ 8। ତୁମ୍ଭେ ଆପଣା ମୁଖରେ ତୁରି ଦିଅ। ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କର୍ଷ ପକ୍ଷୀତୁଲ୍ୟ ଆସୁଅଛି। କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି। ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ହେ ଆମ୍ଭର ପରମେଶ୍ୱର, ଆମ୍ଭେମାନେ ଇସ୍ରାଏଲ ତୁମ୍ଭଙ୍କୁ ଜାଣୁ। ଯାହା ଭଲ ତାହା ଇସ୍ରାଏଲ ପକାଇ ଦେଇଅଛି। ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ। ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ। ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି। ହେ ସମରିଏ, ସେ ତୁମ୍ଭର ଗୋବୋତ୍ସ ପ୍ରତିମା ପକାଇ ଦେଇଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି। ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ, କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି। ଶିଳ୍ପକର ଏହା ନିର୍ମାଣ କରିଅଛି, ତାହା ଈଶ୍ୱର ନୁହେଁ। ହଁ, ସମରିଆର ଗୋବୋତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ, କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁ ରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ, ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ। ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ। ଇସ୍ରାଏଲ ଗ୍ରାସିତ ହୋଇଅଛି। ଏବେ ସେମାନେ ଅପ୍ରୀତିକର ପାତ୍ରତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି, କାରଣ ସେମାନେ ବନ୍ୟ ଗର୍ଦ୍ଧବ ତୁଲ୍ୟ ଏକାକୀ ହୋଇ ଅସୁରକୁ ଯାଇଅଛନ୍ତି। ଇଫ୍ରାଇମ୍ ପ୍ରେମିକଗଣକୁ ବେତନ ଦେଇ ରଖିଅଛି। ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବର୍ତ୍ତନ ଦେଲେ ହେଁ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା। ସେମାନେ ଅଧିପତିଗଣଙ୍କ ରାଜାର ଭାର ହେତୁରୁ ନ୍ୟୁନ ହେବାକୁ ଲାଗିଲେଣି। କାରଣ ଇଫ୍ରାଇମ୍ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦୀ କରିଅଛି। ଯଜ୍ଞବେଦୀ ସବୁ ତାହାର ପକ୍ଷରେ ପାପର କାରଣ ହୋଇଅଛି। ଆମ୍ଭେ 10,000 ବିଧିରେ
ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ହେଁ ସେ ସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ। ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି, ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ। ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପର ପ୍ରତିଫଳ ଦେବେ। ସେମାନେ ପୁନର୍ବାର ମିଶରକୁ ଫେରିଯିବେ, କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାଶୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଜିହୁଦା ଅନେକ ପ୍ରାଚୀର ବେଷ୍ଟିତ ନଗର ପ୍ରସ୍ତୁତ କରିଅଛି। ମାତ୍ର ଆମ୍ଭେ ତାହାର ନଗର ସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗ ସକଳ ଗ୍ରାସ କରିବ। ହୋଶେୟ ଅଧ୍ୟାୟ 9। ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ, କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ। ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ। ଶସ୍ୟ ଖଳା କିମ୍ବା ଦ୍ରାକ୍ଷା ପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁ ଓ ନୂତନ ଦ୍ରାକ୍ଷାରସରେ ସେମାନେ ବଞ୍ଚିତ ହେବେ। ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ। ମାତ୍ର ଇଫ୍ରାଇମ୍ ମିଶରକୁ ଫେରିଯିବ, ଆଉ ସେମାନେ ଅସୁରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ। ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ, କିମ୍ବା ସେ ସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ। ସେମାନଙ୍କର ବଳିଦାନ ସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ। ଯେଉଁମାନେ ତାହା ଭୋଜନ କରିବେ ସେ ସମସ୍ତେ ଅଶୁଚି ହେବେ, କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧା ତୃପ୍ତିର ନିମନ୍ତେ ହେବ। ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ। ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଣ କରିବ? କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି, ତଥାପି ମିଶର ସେମାନଙ୍କୁ ଏକତ୍ର କରିବ। ମେମ୍ଫିସ୍ ସେମାନଙ୍କୁ କବର ଦେବ। ସେମାନଙ୍କର ରୂପାର ମନୋହର ପଦାର୍ଥ ସବୁ ବିଛୁଆତି ଗଛର ଅଧିକାର ହେବ। ସେମାନଙ୍କ ତମ୍ବୁ ସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ। ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ। ଇସ୍ରାଏଲ ଏହା ଜାଣିବ। ଭବିଷ୍ୟତ ବକ୍ତା ନିର୍ବୋଧ ଆତ୍ମାପ୍ରାପ୍ତ ଲୋକ ଉନ୍ମତ୍ତ, କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତା ଭାବ ବଡ଼। ଇଫ୍ରାଇମ୍ ମୋ ପରମେଶ୍ୱରଙ୍କ ସହିତ ପ୍ରହରୀ ଥିଲା। ଭବିଷ୍ୟତ ବକ୍ତାଙ୍କର ସକଳ ପଥରେ ବ୍ୟାଧର ଫାନ୍ଦ ଓ ତାହାର ପରମେଶ୍ୱରଙ୍କ ଗୃହରେ ଶତ୍ରୁତା ଭାବ ଅଛି। ଗିବିଆର ସମୟରେ ଯେପରି ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି। ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପ ସକଳର ପ୍ରତିଫଳ ଦେବେ। ଆମ୍ଭେ ଦ୍ରାକ୍ଷା ଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ। ଆମ୍ଭେ ଡିମ୍ବୁରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଫଳର ନ୍ୟାୟ ତୁମ୍ଭର ପିତୃପୁରୁଷଗଣକୁ ଦେଖିଲୁ। ମାତ୍ର ସେମାନେ ବାଲ୍ ପିଓର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ। ଇଫ୍ରାଇମ୍ର ଗୌରବ ପକ୍ଷୀ ପରି ଉଡ଼ିଯିବ। ତାହାର କୌଣସି ଜନ୍ମ, ଗର୍ଭ କିମ୍ବା ଗର୍ଭଧାରଣ ନହିବ। ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା। ତହିଁରେ ଜଣେ ମନୁଷ୍ୟ ହିଁ ସେଠାରେ ରହିବ ନାହିଁ। ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ। ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରାଇମ୍ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି। ମାତ୍ର ଇଫ୍ରାଇମ୍ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ। ହେ ସଦାପ୍ରଭୁ, ସେମାନଙ୍କୁ ଦିଅ। ତୁମ୍ଭେ ସେମାନଙ୍କୁ କଣ ଦେବ?
ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ। ସେମାନଙ୍କର ଦୁଷ୍ଟତା ସକଳ ଗିଲଗଲରେ ଅଛି, କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ। ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା। ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ। ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ। ଇଫ୍ରାଇମ୍ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି, ସେମାନେ ଫଳ ଧାରଣ କରିବେ ନାହିଁ। ହଁ, ଯଦ୍ୟପି ସେମାନେ ପ୍ରସବ କରିବେ, ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା। ମୋର ପରମେଶ୍ୱର ସେମାନଙ୍କୁ ଦୂର କରିଦେବେ, କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ। ଆଉ ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ। ହୋଶେୟ ଅଧ୍ୟାୟ 10। ଇସ୍ରାଏଲ ବର୍ଦ୍ଧିଷ୍ଣୁ ଦ୍ରାକ୍ଷାଲତା, ସେ ଆପଣା ଫଳ ଉତ୍ପନ୍ନ କରେ। ସେ ଆପଣା ଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦୀର ସଂଖ୍ୟା ବୃଦ୍ଧି କରିଅଛି। ତାହାର ଦେଶର ସୌଭାଗ୍ୟାନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି। ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି। ଏବେ ସେମାନେ ଦୋଷୀ ଗଣାଯିବେ। ସେ ସେମାନଙ୍କର ଯଜ୍ଞବେଦୀ ସବୁକୁ ଆଘାତ କରିବେ। ସେ ସେମାନଙ୍କର ସ୍ତମ୍ଭ ସବୁକୁ ନଷ୍ଟ କରିବେ। ଅବଶ୍ୟ ଏବେ ସେମାନେ କହିବେ, ଆମ୍ଭମାନଙ୍କର ରାଜା ନାହିଁ, କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁନାହୁଁ। ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଣ କରିପାରିବ? ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି। ଏଥିପାଇଁ କ୍ଷେତ୍ରର ସିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ। ସମରିଆ ନିବାସୀଗଣ ବୈତ୍ ଆବନର ଗୋବଶ୍ଚ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ, କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ, କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି। ତାହା ମଧ୍ୟ ଜାରେବ ରାଜାର ଭେଟି ନିମନ୍ତେ ଅସୁରକୁ ନୀତ ହେବ। ଇଫ୍ରାଇମ୍ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ। ସମରିଆର ରାଜା ଜଳ ଉପରିସ୍ଥ ଫେଣତୁଲ୍ୟ ଉଚ୍ଛିନ୍ନ ହେଲା। ଆହୁରି ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀ ସବୁ ବିନଷ୍ଟ ହେବ। କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦୀ ଉପରେ ଉତ୍ପନ୍ନ ହେବ। ଆଉ ସେମାନେ ପର୍ବତଗଣକୁ କହିବେ, ଆମ୍ଭମାନଙ୍କୁ ଘୋଡ଼ାଅ, ଓ ଉପପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼। ହେ ଇସ୍ରାଏଲ, ତୁମ୍ଭେ ଗିବିଆର ସମୟଠାରୁ ପାପ କରି ଆସିଅଛ। ଅଧର୍ମର ସନ୍ତାନଗଣର ପ୍ରତିକୂଳ ଯୁଦ୍ଧ ଯେପରି ଗିବିଆରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେ ସ୍ଥାନରେ ଠିଆ ହେଲେ। ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ। ଆଉ ଇଫ୍ରାଇମ୍ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ। ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ। ଆମ୍ଭେ ଇଫ୍ରାଇମ୍ ଉପରେ ଏକ ଆରୋହୀକି ବସାଇବା। ଜିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ। ତୁମ୍ଭେମାନେ ଆପଣମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ, ଆପଣମାନଙ୍କର ପଡ଼ିଆ ଭୂମି ଭାଙ୍ଗ। କାରଣ ଯେ ପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେ ପର୍ଯ୍ୟନ୍ତ ତାହାଙ୍କର ଅନ୍ୱେଷଣ କରିବାର ସମୟ ଅଛି। ତୁମ୍ଭେମାନେ ଦୁଷ୍ଟତା ରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ। ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ, କାରଣ ତୁମ୍ଭେ ଆପଣା ପଥରେ ଆପଣାର
ବୀର ସମୂହରେ ବିଶ୍ୱାସ କରିଅଛ। ଏଥି ନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ସଲୋମନ ବୈତ୍ ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗ ସକଳ ବିନଷ୍ଟ ହେବ। ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା ତୁମ୍ଭର ମହାଦୁଷ୍ଟତା ସକାଶୁ। ବୈଥେଲ ତୁମ୍ଭ ପ୍ରତି ସେହି ପ୍ରକାର କରିବ। ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ। ହୋଶେୟ ଅଧ୍ୟାୟ 11। ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିଶରରୁ ଡାକିଲୁ। ସେମାନେ ଯେତେ ସେମାନଙ୍କୁ ଡାକିଲେ, ସେତେ ସେମାନେ ସେମାନଙ୍କଠାରୁ ଦୂରକୁ ଗଲେ। ସେମାନେ ବାଲ୍ ଦେବଗଣ ଉଦ୍ଦେଶ୍ୟରେ ବଳିଦାନ କଲେ ଓ ଖୋଦିତ ପ୍ରତିମାଗଣ ଉଦ୍ଦେଶ୍ୟରେ ଧୂପ ଜଳାଇଲେ। ତଥାପି ଆମ୍ଭେ ଇଫ୍ରାଇମକୁ ଚାଲିବା ପାଇଁ ଶିଖାଇଲୁ। ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବହିଲୁ। ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ। ଆମ୍ଭେ ମନୁଷ୍ୟର ବନ୍ଧନୀ ଅର୍ଥାତ୍ ପ୍ରେମର ଅଜୁ ଦ୍ୱାରା ସେମାନଙ୍କୁ ଆକର୍ଷଣ କଲୁ ଓ ଆମ୍ଭେ ସେମାନଙ୍କ କଳପାଟିରୁ ଜୁଆଳି ଉଠାଇ ନେବା ଲୋକତୁଲ୍ୟ ହେଲୁ ଓ ଆମ୍ଭେ ସେମାନଙ୍କ ଆଗରେ ଖାଦ୍ୟ ରଖିଲୁ। ସେ ମିଶର ଦେଶକୁ ଫେରିଯିବ ନାହିଁ, ମାତ୍ର ଅସୁରୀୟ ତାହାର ରାଜା ହେବ, କାରଣ ସେ ଫେରିଆସିବାକୁ ଅସମତ ହେଲା। ପୁଣି ସେମାନଙ୍କର ନିଜ ମନ୍ତ୍ରଣା ସକାଶୁ ସେମାନଙ୍କ ନଗର ସକଳର ଉପରେ ଖଡ୍ଗ ପଡ଼ିବ, ତାହାର ଅର୍ଗଳ ସକଳକୁ ସଂହାର କରିବ ଓ ସେମାନଙ୍କୁ ଗ୍ରାସ କରିବ। ଆମ୍ଭର ଲୋକମାନଙ୍କର ଆମ୍ଭଠାରୁ ବିମୁଖ ହେବାର ପ୍ରବୃତ୍ତି ଅଛି। ଲୋକମାନେ ଊର୍ଦ୍ଧ୍ୱସ୍ତଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କୁ ଡାକିଲେ ହେଁ କେହି ତାହାଙ୍କର ପ୍ରଶଂସା କରେ ନାହିଁ। ହେ ଇଫ୍ରାଇମ୍, ଆମ୍ଭେ କି ରୂପେ ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କି ରୂପେ ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କି ରୂପେ ତୁମ୍ଭକୁ ଅଦ୍ମାର ତୁଲ୍ୟ କରିବା? ଆମ୍ଭେ କି ରୂପେ ତୁମ୍ଭକୁ ସବଇନ୍ଦ୍ର ତୁଲ୍ୟ ରଖିବା? ଆମ୍ଭର ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି। ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି। ଆମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତା ସଫଳ କରିବା ନାହିଁ। ଆମ୍ଭେ ଇଫ୍ରାଇମକୁ ବିନାଶ କରିବା ପାଇଁ ଫେରିବା ନାହିଁ, କାରଣ ଆମ୍ଭେ ପରମେଶ୍ୱର ଅଟୁ, ମନୁଷ୍ୟ ନୋହୁଁ। ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ। ଆମ୍ଭେ ନଗର ମଧ୍ୟରେ ପ୍ରବେଶ କରିବା ନାହିଁ। ସେମାନେ ସଦାପ୍ରଭୁଙ୍କର ପଶ୍ଚାତଗମନ କରିବେ। ସେ ସିଂହତୁଲ୍ୟ ଗର୍ଜନ କରିବେ। ଆଉ ସେ ଗର୍ଜନ କଲେ ପଶ୍ଚିମ ଦିଗରୁ ସନ୍ତାନମାନେ ଥରଥର ହୋଇ ଆସିବେ। ସେମାନେ ପକ୍ଷୀ ପରି ମିଶରରୁ ଓ କପୋତ ପରି ଅସୁର ଦେଶରୁ ଥରଥର ହୋଇ ଆସିବେ। ପୁଣି ଆମ୍ଭେ ସେମାନଙ୍କୁ ସେମାନଙ୍କ ଗୃହରେ ବାସ କରାଇବା। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଇଫ୍ରାଇମ୍ ମିଥ୍ୟା କଥାରେ ଓ ଇସ୍ରାଏଲ ବଂଶ ପ୍ରବଞ୍ଚନାରେ ଆମ୍ଭକୁ ଘେରୁଅଛନ୍ତି। ମାତ୍ର ଜିହୁଦା ଏବେ ହେଁ ପରମେଶ୍ୱରଙ୍କ ସହିତ କର୍ତ୍ତୃତ୍ୱ କରୁଅଛି ଓ ଧର୍ମସ୍ୱରୂପଙ୍କ ସହିତ ବିଶ୍ୱସ୍ତ ହୋଇ ରହିଅଛି। ହୋଶେୟ ଅଧ୍ୟାୟ 12। ଇଫ୍ରାଇମ୍ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ। ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅସୁରର ସହିତ ନିୟମ କରନ୍ତି ଓ ମିଶରକୁ ତୈଳ ବହାଯାଏ। ଆହୁରି ସଦାପ୍ରଭୁଙ୍କ ଓ ଜିହୁଦା ମଧ୍ୟରେ ବିବାଦ ଅଛି। ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ଡ ଦେବେ। ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ। ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ
ଯୁଦ୍ଧ କଲା। ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା। ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା। ସେ ବୈଥେଲରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ। ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ। ଏ ନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର, ଦୟା ଓ ନ୍ୟାୟ ବିଚାର ପାଳନ କର ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ। ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି। ସେ ଉପଦ୍ରବ କରିବାକୁ ଭଲ ପାଏ। ପୁଣି ଇଫ୍ରାଇମ୍ କହିଲା, ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ସମ୍ପତ୍ତି ପାଇଅଛି। ମୋର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋଠାରେ ପାଇବେ ନାହିଁ। ମାତ୍ର ମିଶର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ବୁରେ ବାସ କରାଇବା। ଆହୁରି ଆମ୍ଭେ ଭବିଷ୍ୟତ ବକ୍ତାଗଣ ନିକଟରେ କଥା କହିଅଛୁ ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ। ଆଉ ଭବିଷ୍ୟତ ବକ୍ତାଗଣ ଦ୍ୱାରା ଦୃଷ୍ଟାନ୍ତ କଥା ବ୍ୟବହାର କରିଅଛୁ। ଗିଲିୟଦ କି ଅଧର୍ମମୟ? ସେମାନେ ସର୍ବୋତ୍ତ ଭାବେ ଅସାର। ଗିଲଗଲରେ ସେମାନେ ବୃକ୍ଷ ବଳିଦାନ କରନ୍ତି। ହଁ, କ୍ଷେତ୍ରସ୍ଥ ସିଆରର ଢିପି ପରି ସେମାନଙ୍କର ଯଜ୍ଞବେଦୀ ଅଛି। ପୁଣି ଯାକୁବ ଅରାମର ଦେଶକୁ ପଳାଇଗଲା ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା। ସଦାପ୍ରଭୁ ଏକ ଜଣ ଭବିଷ୍ୟତବକ୍ତା ଦ୍ୱାରା ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲେ ଓ ଏକ ଜଣ ଭବିଷ୍ୟତବକ୍ତା ଦ୍ୱାରା ସେ ରକ୍ଷିତ ହେଲା। ଇଫ୍ରାଇମ୍ ଅତିଶୟ ବିରକ୍ତ କରାଇଅଛି। ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ। ହୋଶେୟ ଅଧ୍ୟାୟ 13। ଇଫ୍ରାଇମ୍ କଥା କହିବା ବେଳେ କମ୍ପ ଜନ୍ମିଲା। ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା। ମାତ୍ର ବାଲ୍ ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ମଲା। ପୁଣି ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା ଅର୍ଥାତ୍ ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେ ସବୁ କାରିଗରର କର୍ମ। ସେ ସବୁ ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି ସେମାନେ ଗୋବୋତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ। ଏଥିପାଇଁ ସେମାନେ ପ୍ରାତଃକାଳର ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରିଯିବା ଧୂଆଁ ପରି ହେବେ। ତଥାପି ମିଶର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ ଓ ଆମ୍ଭ ଭିନ୍ନ ଅନ୍ୟ ତ୍ରାଣକର୍ତ୍ତା ନାହିଁ। ଆମ୍ଭେ ପ୍ରାନ୍ତରରେ ଓ ମହା ମରୁଭୂମିରେ ତୁମ୍ଭକୁ ଜାଣିଲୁ। ସେମାନେ ଆପଣାମାନଙ୍କ ଚରାଣୀ ସ୍ଥାନ ଅନୁସାରେ ପରିତୃପ୍ତ ହେଲେ। ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ। ଏଥିପାଇଁ ସେମାନେ ଆମ୍ଭକୁ ପାଶୋରି ଅଛନ୍ତି। ଏଣୁକରି ଆମ୍ଭେ ସେମାନଙ୍କ ପ୍ରତି ସିଂହତୁଲ୍ୟ ହୋଇଅଛୁ। ଆମ୍ଭେ ଚିତାବାଘ ପରି ପଥପାର୍ଶ୍ୱରେ ଛକି ବସିବା। ଆମ୍ଭେ ଛୁଆହରା ଭଲ୍ଲୁକ ପରି ସେମାନଙ୍କୁ ହାବୁଡ଼ିବା ଓ ସେମାନଙ୍କର ହୃଦୟକୋଷ ବିଦୀର୍ଣ୍ଣ କରିବା। ଆଉ ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା। ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ। ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ। ଏହା ତୁମ୍ଭର ସର୍ବନାଶର କାରଣ।
ତୁମ୍ଭର ନଗର ସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ? ମୋତେ ରାଜା ଓ ଅଧିପତି ଗଣ ଦିଅ ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି? ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇଯାଇଅଛୁ। ଇଫ୍ରାଇମର ଅଧର୍ମ ବନ୍ଧା ଯାଇଅଛି, ତାହାର ପାପ ସଞ୍ଚିତ ହୋଇଅଛି। ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ। ସେ ଅଜ୍ଞାନ ଶିଶୁ, କାରଣ ଶିଶୁମାନଙ୍କର ପ୍ରସବ ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ ନୁହେଁ। ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା, ଆମ୍ଭେ ମୃତ୍ୟୁରୁ ସେମାନଙ୍କୁ ମୁକ୍ତ କରିବା। ହେ ମୃତ୍ୟୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ। ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ। ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ। ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ୍ କରିବେ। ସମରିଆ ଆପଣା ଦୋଷର ଫଳ ଭୋଗ କରିବ, କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି। ସେମାନେ ଖଡ୍ଗରେ ପତିତ ହେବେ, ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ, ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ। ହୋଶେୟ ଅଧ୍ୟାୟ 14। ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରିଆସ, କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ। ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରିଆସ। ତାହାଙ୍କୁ କୁହ, ଅଧର୍ମ ସକଳ ହରଣ କର ଓ ଯାହା ଉତ୍ତମ ତାହା ଗ୍ରହଣ କର। ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା। ଅସୁର ଆମ୍ଭମାନଙ୍କର ପରିତ୍ରାଣ କରିବ ନାହିଁ। ଆମ୍ଭେମାନେ ଅଶ୍ୱାରୋହଣ କରିବା ନାହିଁ, କି ଅବା ତୁମ୍ଭେମାନେ ଆମ୍ଭମାନଙ୍କର ଦେବଗଣ ବୋଲି ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ। କାରଣ ପିତୃହୀନ ତୁମ୍ଭ ନିକଟରେ ଦୟାପ୍ରାପ୍ତ ହୁଏ। ଆମ୍ଭେ ସେମାନଙ୍କ ବିପଥ ଗମନର ପ୍ରତିକାର କରିବା। ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା, କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି। ଆମ୍ଭେ ଇସ୍ରାଏଲ ପକ୍ଷରେ କାକର ତୁଲ୍ୟ ହେବା। ସେ ଶୋଷନ ପୁଷ୍ପ ତୁଲ୍ୟ ଫୁଟିବ ଓ ଲିବାନନର ତୁଲ୍ୟ ମୂଳ ବାନ୍ଧିବ। ତାହାର ଶାଖା ସବୁ ବିସ୍ତାରିତ ହେବ ଓ ତାହାର ଶୋଭା ଜିତବୃକ୍ଷ ତୁଲ୍ୟ ଓ ତାହାର ସୁବାସ ଲିବାନନ ପରି ହେବ। ତାହାର ଛାୟା ତଳେ ବାସକାରୀମାନେ ଫେରିଆସିବେ। ସେମାନେ ଶସ୍ୟ ପରି ସଞ୍ଜୀବିତ ହେବେ ଓ ଦ୍ରାକ୍ଷାଲତା ପରି ପ୍ରସ୍ଫୁଟିତ ହେବେ। ତହିଁର ସୁବାସ ଲିବାନନର ଦ୍ରାକ୍ଷାରସ ତୁଲ୍ୟ ହେବ। ଇଫ୍ରାଇମ କହିବ, ପ୍ରତିମା ଗଣରେ ମୋର ଆଉ କି କାର୍ଯ୍ୟ? ଆମ୍ଭେ ଉତ୍ତର ଦେଇଅଛୁ ଓ ତାହା ବିଷୟରେ ମନୋଯୋଗ କରିବା। ଆମ୍ଭେ ସତେଜ ଦେବଦାରୁ ବୃକ୍ଷ ତୁଲ୍ୟ। ଆମ୍ଭଠାରୁ ତୁମ୍ଭର ଫଳପ୍ରାପ୍ତି ହୁଏ। ଜ୍ଞାନବାନ କିଏ? ସେ ଏହିସବୁ ବିଷୟ ବୁଝିବ। ବୁଦ୍ଧିମାନ କିଏ? ସେ ଏହିସବୁ ଜାଣିବ। କାରଣ ସଦାପ୍ରଭୁଙ୍କର ପଥ ସକଳ ସରଳ। ଧାର୍ମିକମାନେ ତହିଁରେ ଗମନ କରିବେ, ମାତ୍ର ଆଜ୍ଞାଲଙ୍ଘନକାରୀମାନେ ତହିଁ ମଧ୍ୟରେ ପତିତ ହେବେ। Good morning and praise the Lord. ଆଜି ବାଇବଲ ପଠନ ଦିନ ସଂଖ୍ୟା 94, ଗୁରୁବାର। ଆଜି ଆମ୍ଭେମାନେ ହୋଶେୟ 6 ପର୍ବ ଠାରୁ 14 ପର୍ବକୁ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ହୋଶେୟ ଭବିଷ୍ୟତ ବକ୍ତା ଜିହୁଦା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ବିଷୟ କହି ପ୍ରତିମା ପୂଜା ସମ୍ବନ୍ଧରେ ଯାଜକ ଓ ଲୋକମାନଙ୍କୁ ଚେତାବନୀ ଦେଲେ। ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଭାବରେ ହୋମବଳି ଉତ୍ସର୍ଗ କରିବା ପରିବର୍ତ୍ତେ
ଈଶ୍ୱରଙ୍କୁ ବାସ୍ତବିକ ଭାବରେ ଜାଣିବାର ମହତ୍ତ୍ୱକୁ ସେ ଜୋର ଦେଇଛନ୍ତି। ରାଜପ୍ରାସାଦରେ ବିଦ୍ରୋହ ଓ ବିବାଦ ଜାତ ହେଲା ଓ ଚତୁଃପାର୍ଶ୍ୱର ରାଜ୍ୟଗୁଡ଼ିକ ଇସ୍ରାଏଲକୁ ଗ୍ରାସ କରିବା ପାଇଁ ଚେଷ୍ଟା କଲେ। ହେଲେ କଠୋର ଦମ୍ଭିକ ଓ ଗର୍ବୀ ଇସ୍ରାଏଲ ସଦାପ୍ରଭୁଙ୍କ ସାହାଯ୍ୟ ଲୋଡ଼ିବା ପରିବର୍ତ୍ତେ ମିଶର ଓ ଅସୁରର ସାହାଯ୍ୟ ଲୋଡ଼ିଲେ। ଏହା ଚେତାବନୀ ଦିଏ ଯେ ଇସ୍ରାଏଲ ଯିଏ ଈଶ୍ୱରଙ୍କ ରବକୁ ଶୁଣେ ନାହିଁ, ଅସାର ପଥରେ ଗମନ କରିବ, ପରିତ୍ୟକ୍ତ ହେବ, ଈଶ୍ୱରଙ୍କ ମାର୍ଗରୁ ବିପଥଗାମୀ ହେବ ଓ ପରିଶେଷରେ ବିନଷ୍ଟ ହେବ। ହୋସେୟ ପୁସ୍ତକର ପ୍ରଥମ ଭାଗ ଯଦି ଦଣ୍ଡ ବା ବିଚାରର ବିଷୟରେ ଚେତାବନୀ ଦିଏ, ତାହେଲେ ତାର ଦ୍ୱିତୀୟ ଭାଗ କିନ୍ତୁ ଇସ୍ରାଏଲର ପୁନଃସ୍ଥାପନର ବାର୍ତ୍ତା ବିଷୟରେ ପ୍ରକାଶ କରେ। ଭୟଙ୍କର ବିଚାରରୁ ରକ୍ଷା ପାଇବା ଅସମ୍ଭବ ବୋଲି ଏହା ପ୍ରକାଶ କରେ ସତ, ହେଲେ ବିଚାର ଉତ୍ତାରେ ପୁନର୍ବାର ପରିତ୍ରାଣ ଓ ଗୌରବମୟ ପୁନଃସ୍ଥାପନର ଭରସା ବିଷୟରେ ମଧ୍ୟ ଏହା ପ୍ରକାଶ କରେ। ହଁ, ଈଶ୍ୱର ବିଚାର ବା ଦଣ୍ଡ ଆଣନ୍ତି, କିନ୍ତୁ ଈଶ୍ୱର ହିଁ ତାହାଙ୍କ ଲୋକମାନଙ୍କୁ ଉଦ୍ଧାର ମଧ୍ୟ କରନ୍ତି। ହୋସେୟ ଇତିହାସର ସାରାଂଶ ପରି ଏକ ଭବିଷ୍ୟତବାଣୀ ରୂପରେ ଉତ୍ତର ଇସ୍ରାଏଲର ଇତିହାସକୁ ଉପସ୍ଥାପନ କରିଅଛନ୍ତି। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର। ଆହା, ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।